ଭାରତର ପ୍ରଥମ ରାଜ୍ୟ ଓଡ଼ିଶା, ଯୋଉଠାରେ ସର୍ବାଧିକ ବିଜୁ ସେତୁ କରାଯାଇଛି। 932ଟି ବିଜୁ ସେତୁ କରାଯାଇଛି। ସାଧାରଣ ଲୋକ ବା ଗରିବ ଖଟିଖିଆ ଲୋକ କିଭଳି ତାର ପିଲା କିଭଳି ଭାବରେ ଇଂରାଜୀ ମିଡିୟମରେ ପାଠ ପଢି ବଡ ବଡ ଲୋକଙ୍କ ପିଲା ସହିତ କମ୍ପିଟିସନ କରିବ, ସେଥିପାଇଁ 316 ବ୍ଲକରେ 316ଟି ଆଦର୍ଶ ବିଦ୍ୟାଳୟ ଗଠନ କରିଥିଲେ। ତା ପୁଣି ଆଦର୍ଶ ବିଦ୍ୟାଳୟ ଏକ ବିଲ୍ ଆଣି ଗଠନ କରିଥିଲେ ନବୀନ ପଟ୍ଟନାୟକ। ଏଇଟା ହଉଛି ମଧ୍ୟ ଭାରତରେ ପ୍ରଥମ। ଭାରତର ପ୍ରଥମ ରାଜ୍ୟ ଯୋଉଠି ଯୋଉ ଚାଷୀ ମାନଙ୍କର ପିଲାଙ୍କୁ କାଳିଆ ଛାତ୍ରବୃତ୍ତି ମାଧ୍ୟମରେ MBBS କୁହନ୍ତୁ କି ଇଞ୍ଜିନିୟରିଂ କୁହନ୍ତୁ କି ମେଡିକାଲ କୁହନ୍ତୁ କି କଲେଜରେ ଶିକ୍ଷା କୁହନ୍ତୁ, ସେଠି ସମ୍ପୂର୍ଣ୍ଣ ଭାବରେ ମାଗଣା ଥିଲା। ଲୋକଙ୍କ ପାଇଁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବୋନସ ଦିଆଯାଉଥିଲା। ଲୋକଙ୍କ ପାଇଁ ସମର୍ପିତ ଥିଲା। ନିର୍ମାଣ ଶ୍ରମିକଙ୍କର ପିଲାଙ୍କ ପାଇଁ 50,000, ଯୋଉ ଝିଅଙ୍କ ପାଇଁ ବାହାଘରରେ 50,000 ଟଙ୍କା ଦିଆଯାଉଥିଲା, ଲୋକଙ୍କ ପାଇଁ ସମର୍ପିତ ଥିଲା। ଲୋକଙ୍କ ପାଇଁ ଯେତେବେଳେ କାମ କରୁଛନ୍ତି, ଲୋକଙ୍କ ଦଳ ବିଜୁ ଜନତା ଦଳର ଯୋଉ ଲୋକଙ୍କ ଦଳ ବିଜୁ ଜନତା ଦଳ, ତାର ଯୋଉ ପ୍ରତିଷ୍ଠା ଉତ୍ସବ ହଉଛି, ଆପଣ ମାନେ ପାଳନ କରିବେ। କୋଉ ଉତ୍ସବକୁ ନ ଯାଆନ୍ତୁ, ମନେ ମନରେ ଏକୁଟିଆ ମଧ୍ୟ ଥାଇ ବିଜୁ ଜନତା ଦଳର ଉତ୍ସବକୁ ପାଳନ କରନ୍ତୁ। ବିଜେଡିର ପ୍ରତିଷ୍ଠା ଦିବସ ହେଲା ପୁରା ଓଡ଼ିଶାବାସୀଙ୍କର ଗୋଟେ ଉତ୍ସବ। ଯଦି ବି ଆପଣ କୌଣସି ଉତ୍ସବରେ ସାମିଲ ହେଇପାରୁନାହାନ୍ତି, ତେବେ ଏକୁଟିଆ ମଧ୍ୟ ଭାବନ୍ତୁ ଯେ ଦଳ ନବୀନ ପଟ୍ଟନାୟକ ଓଡ଼ିଶା ଲୋକଙ୍କ ପାଇଁ କେମିତି ଭାବରେ ସମର୍ପିତ ଥିଲେ ଏବଂ ଅଛନ୍ତି। ଗୋଟିଏ ଦଳ, ଭାରତର ପ୍ରଥମ ଦଳ, ଯୋଉଠି ପ୍ରଥମ ରାଜ୍ୟ ହେଲା ଓଡ଼ିଶା, ଯୋଉଠି ମାତୃ ମୃତ୍ୟୁ ହାର ଏବଂ ଶିଶୁ ମୃତ୍ୟୁ ହାର କମିଥିଲା, ସର୍ବାଧିକ କମିଥିଲା। ଗୋଟିଏ ଦଳ, ଗୋଟିଏ ରାଜ୍ୟ, ଭାରତର ପ୍ରଥମ ରାଜ୍ୟ ଓଡ଼ିଶା, ଯୋଉଠାରେ ସର୍ବାଧିକ ବିଜୁ ସେତୁ କରାଯାଇଛି। 932ଟି ବିଜୁ ସେତୁ କରାଯାଇଛି। ଭାରତର ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା, ଯେଉଁଠି ରିସର୍ଚ୍ଚ ସ୍କଲାର ମାନେ କିପରି ଭାବରେ ଓକ୍ଲାହୋମା ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆରେ ଯାଇ ପାଠ ପଢିବେ, ମାଗଣାରେ ପାଠ ପଢିବେ, ତାହା ଚିନ୍ତା କରାଯାଇଥିଲା। ସାଧାରଣ ଲୋକ ବା ଗରିବ ଖଟିଖିଆ ଲୋକ କିଭଳି ତାର ପିଲା କିଭଳି ଭାବରେ ଇଂରାଜୀ ମିଡିୟମରେ ପାଠ ପଢି ବଡ ବଡ ଲୋକଙ୍କ ପିଲା ସହିତ କମ୍ପିଟିସନ କରିବ, ସେଥିପାଇଁ 316 ବ୍ଲକରେ 316ଟି ଆଦର୍ଶ ବିଦ୍ୟାଳୟ ଗଠନ କରିଥିଲେ। ତା ପୁଣି ଆଦର୍ଶ ବିଦ୍ୟାଳୟ ଏକ ବିଲ୍ ଆଣି ଗଠନ କରିଥିଲେ ନବୀନ ପଟ୍ଟନାୟକ। ଏଇଟା ହଉଛି ମଧ୍ୟ ଭାରତରେ ପ୍ରଥମ ଚିନ୍ତା କରାଯାଇଥିଲା ଯେ ଗାଁ ଗହଳିର ସ୍ତ୍ରୀ ଲୋକମାନଙ୍କୁ ତାଙ୍କୁ ପେନସନ ଦେବା ପାଇଁ ବା ମହିଳା ଗ୍ରୁପର ଯୋଉମାନେ ବୃଦ୍ଧା ଯୋଉ ସଦସ୍ୟ ରହିଲେ, ତାଙ୍କୁ ପେନସନ ଦେବା ପାଇଁ ଚିନ୍ତା କରାଯାଇଥିଲା। ଭାରତର ଦ୍ୱିତୀୟ ରାଜ୍ୟ ହେଉଥିଲା ଓଡ଼ିଶା, ଯୋଉଠି ଦିଲ୍ଲୀରେ ଥିଲା 200 ୟୁନିଟ୍ ଫ୍ରି, ଓଡ଼ିଶାରେ ହେଇଥାନ୍ତା 100 ୟୁନିଟ୍ ଫ୍ରି। ଭାରତର ଦ୍ୱିତୀୟ ରାଜ୍ୟ। ଭାରତର ପ୍ରଥମ ରାଜ୍ୟ ଯୋଉଠି ଯୋଉ ଆପଣ ଦେଖନ୍ତୁ, ଓଡ଼ିଶା ଏକ ଛୋଟ ରାଜ୍ୟ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ତାମିଲନାଡୁ ଏ ତୁଳନାରେ ବହୁତ ଛୋଟ ରାଜ୍ୟ, କିନ୍ତୁ ଆମର ଯୋଉ ରୋଡର ଯୋଉ ସଂଖ୍ୟା ଥିଲା, ତାହା ଥିଲା ଭାରତରେ ଷଷ୍ଠ, 6 ନମ୍ବରରେ ଥିଲା। ଭାରତର ପ୍ରଥମ ରାଜ୍ୟ ଯୋଉଠି ଯୋଉ ଚାଷୀ ମାନଙ୍କର ପିଲାଙ୍କୁ କାଳିଆ ଛାତ୍ରବୃତ୍ତି ମାଧ୍ୟମରେ MBBS କୁହନ୍ତୁ କି ଇଞ୍ଜିନିୟରିଂ କୁହନ୍ତୁ କି ମେଡିକାଲ କୁହନ୍ତୁ କି କଲେଜରେ ଶିକ୍ଷା କୁହନ୍ତୁ, ସେଠି ସମ୍ପୂର୍ଣ୍ଣ ଭାବରେ ମାଗଣା ଥିଲା। ଭାରତର ପ୍ରଥମ ରାଜ୍ୟ ହେଇଥିଲା ଓଡ଼ିଶା, ଯାହା ନବୀନ ବାବୁ କରିଥିଲେ। ଯେ ଯୋଉମାନେ ହଉଛନ୍ତି ପଢୁଛନ୍ତି ପାଠ, ସେମାନଙ୍କୁ ନୂଆ ଓରେ 12,000 ଟଙ୍କା ପୁଅଙ୍କୁ ଏବଂ ଝିଅଙ୍କୁ 14,000 ଟଙ୍କା ଛାତ୍ରବୃତ୍ତି ଦେବାକୁ ଚିନ୍ତା ଦିଆଯାଉଥିଲା, ଯାହା ଫଳରେ ମା ବାପାଙ୍କର ଟେନସନ ପଳାଉଥିଲା। ଭାରତର ପ୍ରଥମ ରାଜ୍ୟ ଯେ 3 ମାସ ଭିତରେ 7,000 କ୍ଲାସ ରୁମ୍ ଯୋଡ଼ି ଦେଇଥିଲା। 3 ମାସ ଭିତରେ 7,000 କ୍ଲାସ ରୁମ୍ ଯୋଡ଼ି ଦେଇଥିଲା। ତେଣୁ ଲୋକଙ୍କ ପାଇଁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବୋନସ ଦିଆଯାଉଥିଲା, ଲୋକଙ୍କ ପାଇଁ ସମର୍ପିତ ଥିଲା। ନିର୍ମାଣ ଶ୍ରମିକଙ୍କର ପିଲାଙ୍କ ପାଇଁ 50,000, ଯୋଉ ଝିଅଙ୍କ ପାଇଁ ବାହାଘରରେ 50,000 ଟଙ୍କା ଦିଆଯାଉଥିଲା, ଲୋକଙ୍କ ପାଇଁ ସମର୍ପିତ ଥିଲା। ଆଦିବାସୀ ଏବଂ ଏସସି ଯୋଉ ST ଏବଂ SC ଛାତ୍ରଛାତ୍ରୀଙ୍କ ପାଇଁ 1,000 କୋଟି ଟଙ୍କାର ନିଯୁକ୍ତି କର୍ପସ ଫଣ୍ଡ ତିଆରି କରାଯାଇଥିଲା। ପ୍ରଥମ ଥର ପାଇଁ 2 ଜଣ ଆଦିବାସୀ ଆମର ଭଗବାନ ଯୋଉ ଆମର ହେଇଛି ବାରିପଦାରେ ମେଡିକାଲ କଲେଜ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ନାଁରେ ହେଇଛି କଡ଼ନା ଷ୍ଟାଡିୟମ ଏବଂ ରଘୁନାଥ ମୁର୍ମୁଙ୍କ ନାଁରେ ହେଇଛି ମେଡିକାଲ କଲେଜ। ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାଁରେ ହେଇଛି
आईएसबीटी बा विराट बड़ बरमुंडा विराट बड़ बस स्टाण्ड सन्थ कवि भीमभोई ना रही सन्थ कवि सी भी जड़े एसी जातिर ना रही बलांगीर मेडिकल कॉलेज एससी एसटी ओबीसी जो मैंने अत्याचारित वर्ग शोषित वर्ग समस्त साधारण लोक काम करते नवीन पट्टनायक एइथिपाई एवं वर्तमान आपण जो जहाँ देखुचंदी वर्ल्ड स्किल सेंटर ठू आरंभ करी वर्तमान जो जिला गुड़िक 7 ताला विशिष्ट मेडिकल 14टी मेडिकल कॉलेज एवं जिला मेडिकल सबुतक टेस्टिंग व्यवस्था रखा जायतिला बड़ बड़ एमआरआई मशीन आनी रखा जायतिला ये सब व्यवस्था करथिले एवं एम्स प्लस डाक्तरखाना ये सब व्यवस्था करथिले नवीन पट्टनायक तेणु लोकंक पई जेतोले काम करचंती लोकंक दल बिजु जनता दलर जो जो लोकंक दल बिजु जनता दल तार जो प्रतिष्ठा उत्सव होची आपण माने पालन करिवे को उत्सव को न जांतु मने मन एकुटिया मध्ये थाई बिजु जनता दलर उत्सव को पालन करंतु धन्यवाद प्रणाम। क्या आप चाहते हैं ताज़ा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताज़ा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 9370967782 या 9040091506। कल्याणी मशरूम सेंटर, ओडिशा का भरोसेमंद नाम, मोजो मशरूम और डेयरी प्रोडक्ट्स में।